ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆସନ୍ତୁ ବୁଲିଯିବା ଆଜି ଆମେରିକାର ଫାର୍ମର୍ସ ମାର୍କେଟ। ଆମ ଓଡ଼ିଶାରେ ଯେମିତି ହାଟ ପଡ଼େ, ଯେମିତିକି କୋଉ କୋଉ ଜାଗାରେ ଶନିବାର, ରବିବାର, ସୋମବାର ଏଇ ଟାଇପ୍ର ହାଟ ପଡ଼େ, ଏଠି ବି ସେମିତି ହାଟ ପଡ଼େ। ଆଉ ଏଠି ଗୁରୁବାର ଏଇ ସନ୍ଧ୍ୟାରେ ହାଟ ପଡ଼େ ଏଇ ହାଟଟା। ତ ଆମେ ସେଠିକି ଯାଇଥିଲୁ। ଆପଣମାନେ କୋଉଠୁ ଦେଖୁଛନ୍ତି ଆଉ ଆପଣଙ୍କ ଆଡ଼େ କୋଉ ବାରେ ହାଟ ପଡ଼େ ନିହାତି କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆମ ଓଡ଼ିଶାରେ ହାଟ ପଡ଼ିଲେ ତ ପ୍ରାୟ ଜିନିଷ ଶସ୍ତାରେ ସବୁ ମିଳିଯାଏ, କିନ୍ତୁ ଏଇ ହାଟରେ ସବୁ ଜିନିଷ ପ୍ରାୟତଃ ଅଧିକ ଦାମରେ ମିଳୁଥିଲା। ଦୋକାନ ଠାରୁ ବି ଡବଲ ଦାମରେ ହିଁ ମିଳୁଥିଲା ସବୁ ଜିନିଷ। ଦେଖିପାରୁଥିବେ ଏଇଠି କେତେ ଟାଇପ୍ର ପିଆଜ ଅଛି, ବାଇଗଣ ଆଉ କାକୁଡ଼ି, ଟମାଟୋ ଆଉ କଖାରୁ ସବୁ ଟାଇପ୍ର ପ୍ରାୟ ଜିନିଷ ମିଳିଯାଉଥିଲା। ମହୁ, ଅଣ୍ଡା ଆଉ ଏଠି ଦେଖିପାରୁଥିବେ ଭେଣ୍ଡି ବି ଥିଲା। ଏଠି ଫ୍ୟାସିଲିଟି ଥିଲା କି ଷ୍ଟ୍ରବେରୀ ଚାଖିକି ବି ନେଇପାରିବ। ତ ଷ୍ଟ୍ରବେରୀ ମୁଁ ଚାଖିଥିଲି, ବହୁତ ଟେଷ୍ଟି ଥିଲା, ବହୁତ ମିଠା ଥାଇକି, କିନ୍ତୁ ପ୍ରାଇସ୍ ତ ଦୋକାନ ଠାରୁ ଡବଲ ଟ୍ରିପଲ ପରି ଥିଲା। ତ ସେଥିପାଇଁ ମୁଁ ନେଇନଥିଲି। ପ୍ଲିଜ୍ ଲାଇକ୍ ସେୟାର ଅଧିକରୁ ଅଧିକ କରନ୍ତୁ। ଚ୍ୟାନେଲରେ ନ୍ୟୁ ଥିଲେ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। ଆଉ ଏଠି ଦେଖନ୍ତୁ ଆରିଆର ସପିଂ ସରିଲା, ସେ ଷ୍ଟ୍ରବେରୀ ଖାଉଛି ଆଉ ଏନ୍ଜୟ କରୁଛି ଫାର୍ମର୍ସ ମାର୍କେଟ। ତାର ଏଇଟା ଥିଲା ପ୍ରଥମ ଫାର୍ମର୍ସ ମାର୍କେଟ ବୁଲା। ଯାହା ଜିନିଷ ନେବା କଥା ମୁଁ ପିକ୍ କରିଦେଇଥିଲି ଆଉ ଲାଇନରେ ଠିଆ ହେଇଯାଇଥିଲି ବିଲିଂ ପାଇଁ। ଦେଖିପାରୁଥିବେ କେତେ ଲମ୍ବା ଲାଇନ୍ ଲାଗିଛି ଆଉ ମୁଁ ୱେଟ୍ କରିଛି ବିଲିଂ ପାଇଁ। ବିଲିଂ କରିକି ଆମେ ଘରକୁ ଆସିଥିଲୁ। ରହୁଛି, ଜୟ ଜଗନ୍ନାଥ।